ମାନେ ଯେଉଁ କୁହନ୍ତିନି ଘର ପାଖରୁ ଆସିକି ଆଡ଼ମିସନ୍ କରିବା, ମାନେ କଲେଜରେ ପହଞ୍ଚିଲେ ମୋ ସହିତ ଆସିଲେ ଜଗତପୁରରୁ କଲେଜକୁ, କିନ୍ତୁ ସେ ପର୍ଯ୍ୟନ୍ତ ମୁଁ ଜାଣିନଥିଲି ଇଏ ଆମ ଘର ପାଖର ଲୋକ, ମାନେ ଆମ ଘର ପାଖରୁ 7 କିଲୋମିଟର ମାତ୍ର। ତ ସାର୍ ପୁଅ ଆମର ସେଇ ଆମରି କଲେଜ ଯେଉଁ ଜାଣିଥିବେ ବଣୁଆ କଲେଜ ବା ଜେଏନ୍ କଲେଜ, ପୁଅ ସେଇଠି ପଢ଼ୁଥିଲା, ଆମରି ଘର ପାଖ କଲେଜ, ଗାଁ କଲେଜ କହିଲେ ଅତୃପ୍ତି ହେବ ନାହିଁ। ତ ସାର୍ ଆସିଲେ, ତ ଆଡ଼ମିସନ୍ କରିକି ଗଲେ ୱିଥ୍ 10,500 କାଉନସିଲ୍ ପଇସା, ମେକାନିକାଲ ବ୍ରାଞ୍ଚରେ ଆଡ଼ମିସନ୍ କଲେ। ସାର୍ କେମିତି କ'ଣ ଲାଗିଲା ଆପଣଙ୍କୁ କଲେଜ? ବହୁତ ଭଲ ଲାଗିଲା। ନିର୍ମଳ ସାର୍ଙ୍କର ବହୁତ କାଉନସିଲିଂଟା ବହୁତ ଭଲ ଲାଗିଲା। ଆଉ ଯାହା ହଉ ସେ ଆମକୁ ନେଇକିନି ଆସିଲେ ଜଗତପୁରରୁ ଏପର୍ଯ୍ୟନ୍ତ। ଆଉ ବାଟରେ ଟିକେ ବି ଆମେ ବାଟ ଭୁଲିଗଲୁ, ସାର୍ ପୁଣି ଆମ ପାଇଁ ପଛକୁ ଫେରି ଯାଇ ବହୁତ ସମୟ ଦେଇକିନି ଆମକୁ ଏ ଅନୁଷ୍ଠାନରେ ଆଡ଼ମିସନ୍ କରାଇଛନ୍ତି। ବହୁତ ଭଲ ଲାଗିଲା। ଆଉ ମୁଁ ତ ମୋ ପୁଅକୁ ନିର୍ମଳ ସାର୍ ମୁଁ ଜାଣିକିନି ପ୍ରେଜେଣ୍ଟ କରିଛି, ଆଉ ସେ ତାଙ୍କର ଯାହା ରଖିବେ। କିଛି ଅସୁବିଧା ହେବନି ସାର୍, ପୁଅ ଆମ ଦାୟିତ୍ୱରେ ରହିଲା। ପୁଅ ତା ସାଙ୍ଗମାନେ ବି ଯଦି ଚାହିଁବେ ବଣୁଆ କଲେଜ ଯେଉଁ ଜେଏନ୍ କଲେଜ ଯେଉଁ ଅଛି ଜବାହରଲାଲ ନେହେରୁ କଲେଜ, ତା ସାଙ୍ଗମାନେ ବି ଯଦି ଥିବେ ତାହେଲେ ଆସିବେ, ତା ସାଙ୍ଗମାନେ ବି ଏଠି ଆଡ଼ମିସନ୍ କରିବେ, କିଛି ଅସୁବିଧା ନାହିଁ। ସବୁ ପିଲାମାନଙ୍କ ପାଇଁ ଏଠି ସୁବିଧା ଅଛି, ପ୍ଲେସମେଣ୍ଟ ଗ୍ୟାରେଣ୍ଟି ମିଳିବ, ପାଠପଢ଼ା ଭଲ, କ୍ୟାଣ୍ଟିନରେ ଖାଇବା ପିଇବା ରହିବା ସବୁ ବ୍ୟବସ୍ଥା ଆମର ହଷ୍ଟେଲରେ ଅଛି ପିଲାମାନଙ୍କ ପାଇଁ।